ପରାରମା କାମଦାମ ନନ୍ଦକନ୍ଦ ଦୀନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ। ଏ ଯୋଉ ନାମ ଅଛି ନାମର ତତ୍ଵଟା କଣ? ନାଇଁ ଏଇ ଯୋଉ ନାମ ତମେ ପାଇଲ କୋଉଠୁ? ନାମଟା ବହିରୁ ପାଇଛି। ବହିରୁ ପାଇଲ, ଗୁରୁ କରୁଛୁ ନା? ହୁଁ, ଗୁରୁ କରିଛି। ଗୁରୁ କରୁଛୁ, ଗୁରୁ ବତେଇବେନି ଏଇଟାକୁ? ଗୁରୁଙ୍କୁ ପଚାରିବି। ହଁ, ଏଇଟା ସବୁ ଭୁଲ ମୂଲ ଅଛି। ବହିରୁ ପାଇଲୁ, ଗୁରୁଙ୍କୁ ପଚାରିବୁ, ଗୁରୁ ତ କହିନାହାନ୍ତି, ଏ ଜିନିଷ ତ ଭୁଲ। ହଁ। ଯୋଉ ଜିନିଷ ମତେ କହିଲୁ ସେଟା ଭୁଲ ହେଲା। ଆଜ୍ଞା। ତାକୁ କୁହନ୍ତି ବିଜ ମହାମନ୍ତ୍ର। ସେଟା ହଉଛି ହଁ 3 ବୀଜ 13 ନାମ। ହଁ, ଟିକେ ଆଉ ଟିକେ ଶୁଣିବେ କି? କଣ? ହରେ ରାମ କୃଷ୍ଣ ଶ୍ୟାମ ହଁ ହ୍ଲିଂ ଶ୍ଲିଂ କ୍ଲିଂ ହଁ। ପରାରମା କାମଦାମ ନନ୍ଦକନ୍ଦ ଦୀନ ଧର୍ମ। ନାଇଁ, ଭୁଲ ଏଇଟା ଅଛି ବା ହଉଛି। ମୁଁ କହିଲି। ଏଇଟା ଭୁଲ ଅଛି, ତ ଦ୍ୱିତୀୟ ଥର ରିପିଟ କଲେ ମୁଁ ଥର କରି ଜାଣିପାରିଲି ନାହିଁ। ହୁଁ ଇଏ ଯୋଉ ଭୁଲ ଅଛି, ବହି ମହିରେ ଦେଖିକିରି ଏମିତି ଅନୁମାନ କରିକି ଆମକୁ ପଚାରିବନି। ତମେ ଗୁରୁ କରିଥିବ ଯଦି ଗୁରୁଙ୍କୁ ପଚାର, ତାର ରହସ୍ୟ ଗୁରୁ ତମକୁ ବୁଝେଇଦେବେ, ତାପରେ ଜାଣିବ। କିନ୍ତୁ ସାଧାରଣତଃ ମହାମନ୍ତ୍ର ଆମର ହଉଛି କଣ ନା 3 ବୀଜ 13 ନାମ। 3 ବୀଜ 13 ନାମ, ଆଜ୍ଞା। 3 ବୀଜ 13 ନାମ ବା 3 ନାମ 16, 3 ନାମ 3 ନାମ ସେ 16 ନାମ ହେଇକି 32 ଅକ୍ଷର ହେଇଛି। କିନ୍ତୁ ତାର ମୂଳ ମହାମନ୍ତ୍ର ହଉଛି 3 ନାମ ଷଡ଼ାକ୍ଷର ହେଲା। ହଁ ହଁ ପ୍ରତି ନାମ 2 ଅକ୍ଷର, ହରେ ରାମ କୃଷ୍ଣ। ଇଏ ହେଲେ କେତେ ନା 2, 4, 6ଟା ଅକ୍ଷର। ହଁ 3ଟା ନାମ 6ଟା ଅକ୍ଷର ହେଲା। ହୁଁ ଏଇ ହୁଁ 3ଟା ନାମ କୁ କଣ କରାଯାଏ ନା ବାରମ୍ବାର ରିପିଟ କରାହେଇକି 16 ନାମ 32 ଅକ୍ଷର କରାହେଇଛି ବୁଝିଲ। ତ ଗଣିକି ଦେଖୁନା, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ। ଏଇ 3ଟି ନାମକୁ ବାରମ୍ବାର ରିପିଟ କରିକିରି ତାକୁ 16 ନାମ କରାହେଇଛି। ତାର କାରଣ ଅଛି। ତା କାରଣ କଣ? ଯେ 3 ନାମ ଯିଏ ରହିଲେ, ଇଏ ହଉଛି ଓଙ୍କାରର 3 ବୀଜରୁ ସୃଷ୍ଟି। ବୁଝିଲେ କି? ଓଙ୍କାର ଆଜ୍ଞା ଟା ହଉଛି ଅକାର ଉକାର ମକାର। 3ଟା ସ୍ୱର ନା, ତେଣୁ ଆଜ୍ଞା ଅକାର ଉକାର ମକାର, ଏଥିରେ ଉକାରଟି ଅକାରଟି ହଉଛି ହରେ, ଉକାରଟି ହେଲା ରାମ, ଆଜ୍ଞା ମକାରଟି ହେଲା କୃଷ୍ଣ ହେଲା। ଯେ ହରେ ନାମଟା ଅକାରରୁ ସୃଷ୍ଟି ହେଇଛି, ରାମ ନାମଟା ଉକାରରୁ ସୃଷ୍ଟି ହେଇଛି, ଏବଂ କୃଷ୍ଣ ନାମଟା ମକାରରୁ ସୃଷ୍ଟି ହେଇଛି। ତେଣୁ ଓଙ୍କାରର ଯୋଉ 3 ବୀଜ, ଏଇ 3 ବୀଜରୁ 3 ନାମ ହେଇକିରି ଇଏ 16 ଅକ୍ଷର ହେଇଛି। କିନ୍ତୁ ଓଙ୍କାର, କିନ୍ତୁ ଆଉ ଗୋଟେ କଥା ବୁଝିବା ପାଇଁ ଗଲେ, ଓଙ୍କାର ହଉଛି 3 ବୀଜ କହିଲେ 3 ବୀଜ, ଗୋଟେ କ୍ଲିଂ, ଗୋଟେ ଶ୍ଲିଂ, ଗୋଟେ ହଉଛି କ୍ଲିଂ। ବୁଝିଲ? ଏଇ ଯୋଉ ଆଜ୍ଞା 3 ବୀଜ ରହିଲା, କ୍ଲିଂ ବୀଜ, ଶ୍ଲିଂ ବୀଜ, କ୍ଲିଂ ବୀଜ, ତେଣୁ ହଁ କ୍ଲିଂ ହରେ, ଶ୍ଲିଂ ରାମ, କ୍ଲିଂ ହଁ କୃଷ୍ଣ ହେଲା। ଆଜ୍ଞା ଅକାରରୁ ଘ୍ଲିଙ୍ଗ ବୀଜ, ଘ୍ଲିଙ୍ଗ ବୀଜରୁ କଣ ହେଲା? ହରେ ଶବ୍ଦ। ହଁ ହଁ ଆଚ୍ଛା, ଉକାରରୁ ସ୍ଲିଙ୍ଗ ବୀଜ, ସ୍ଲିଙ୍ଗ ବୀଜରୁ ହେଲା ରାମ ନାମ। ଆଚ୍ଛା, ମକାରରୁ ହେଲା କ୍ଲିଙ୍ଗ ବୀଜ, କ୍ଲିଙ୍ଗ ବୀଜ ହେଲା କୃଷ୍ଣ ନାମ ହେଲା। ତେଣୁ ହରେ ରାମ କୃଷ୍ଣ, ଏଇ ଯୋଉ 3ଟା ନାମ, ଇଏ ହଉଛି ହ୍ଲିଙ୍ଗ ଶ୍ଲିଙ୍ଗ କ୍ଲିଙ୍ଗ 3ଟା ବୀଜରୁ ମଧ୍ୟ ସୃଷ୍ଟି ହେଲା କି? କିନ୍ତୁ ଆଜ୍ଞା ବିଜ ମହାମନ୍ତ୍ରରେ ଏଇ 3ଟା ବୀଜ ସହିତ ଏଇ 3 ନାମ ମଧ୍ୟ ମିଶା ଯାଇଛି ହେଲା। ତେଣୁ ହରେ ରାମ କୃଷ୍ଣ ଶ୍ୟାମ କ୍ଲିଂ ଶ୍ଲିଂ କ୍ଲିଂ ଦମ ସାଧୁ ମଧୁ ନନ୍ଦ କର୍ମ ନନ୍ଦ କନ୍ଦ ଦୀନ ଧର୍ମ କାମ ବ୍ରହ୍ମ। ଏଟାକୁ କୁହାଯାଏ କଣ ନା ବୀଜ ମହାମନ୍ତ୍ର। ତେଣୁ ଏ ବୀଜ ମହାମନ୍ତ୍ରର ରହସ୍ୟ ତମକୁ କେବଳ ଗୁରୁ ବତେଇବେ। କିମ୍ବା ଏଇଠିକି ଆସିଲେ ଆମେ କହିବୁ, କିନ୍ତୁ ବୀଜ ମହାମନ୍ତ୍ରର ରହସ୍ୟ କେବଳ ୟୁଟ୍ୟୁବରେ ପ୍ରଚାର କରିବା ମାନେ ଆମ ଗୁରୁଙ୍କର ନିଷେଧ। କଣ ବୁଝିଲୁ ନା? ତେଣୁ ଏଇ ଯୋଉ ଆଜ୍ଞା 3 ବୀଜ 13 ନାମ ହେଲା, ମୁଁ ସେ 3 ବୀଜ ଉପରେ ଗୋଟେ ଭଜନ ଲେଖିଛି, ମୁଁ ସେ ଭଜନ ଟା କହୁଛି ଶୁଣୁ। ମହାମନ୍ତ୍ର 16 ନାମ 32 ଅକ୍ଷର, ମହାମନ୍ତ୍ର 16 ନାମ 32 ଅକ୍ଷର, ସହଜ ସୂତ୍ରରେ ମନ, ସହଜ ସୂତ୍ରରେ ମନ ଭଜନ କର,
ମହାମନ୍ତ୍ର 16 ନାମ ବତି ସାକ୍ଷର। ହରେ ରାମ କୃଷ୍ଣ ତିନି ତ୍ରିବିଜ ଭାବକୁ ଘେନି ସୂତ୍ରରେ ଅଜପା ସ୍ୱରେ ଖେଳୁଛି ତ୍ରିବେଣୀ ଝରେ। 32 ତିନି ଛାଡ଼ି 2 କୁ ଧର ମହାମନ୍ତ୍ର 16 ନାମ ବତି ସାକ୍ଷର। ଆସୁଛି ଯାଉଛି ବାର ବାରିଣ ଚିତାରେ ଧର 12 ତ୍ରିକୁଟରେ ପାଙ୍କିକା ନୟନରେ ବୋଲେ ବିଶ୍ୱମ୍ଭର ଭୂପତି ତୋର ମହାମନ୍ତ୍ର 16 ନାମ ବତି ସାକ୍ଷର। ତେଣୁ ଏଇ ମହାମନ୍ତ୍ର 16 ନାମର 32 ସାକ୍ଷର ତତ୍ତ୍ୱ ଗୁରୁଙ୍କ ଠାରୁ ବୁଝ। ୟାକୁ ବୁଝି ସାରିଲେ ତା ଉପରକୁ ଯିବ।